फोन करथिला तार किसी टंका दरकार होछि। हाँ मते भी तो कहूला बापा को कहू जमीती हेले जोगाड़ कर पठेबे। पुनारे से घरटी किणवा चाहूँ हेले बाहर राज्य रे से सबुदिन रहिबो सेमिति तो किसी कथा नहीं। दिने निज जगह को फेरी आसवा को पड़ी पारे सेठी एते गुडा टंका खर्च करी कहीं घर किणवा को चाहूँ कि आनी बरम एठी को फेरले जो भी इच्छा सेठी घर किणबे। सेठी तो पुओ कहूला बापा अमंग हेबे एबे घर न किणिले पोरे घर किणवा संभव नुहे। तुम गोटे काम करून बापा को जाई कहले से निश्चय किसी साहाय्य कर पारिबे। बापा को केमती आउ कहबी जेजे बापा को अमलर घर बाड़ी बगीचा अवश्य गाँ जगह गुड़ी को एबे ढेर दरदाम बढ़िला हेले बापा को जाई कहबा पई मोर साहस तो हेठी हेठी सोचो के नाय वो तुमको मोर आनो पुआ मोर असुविधा रे अछि तुमे जेमिति ही जाई थोरे बापा को कहि देखो। हो देखे कहवा किंतु भल लगुनि हमको पई आमे कौन करिसु बापा माँ किंतु आम पई कौन न करिसु। हो थोरे कहि कि देखो। हाँ चेष्टा करूछु। देखो आज्ञा मो बापा माँ मत भल मनीषटीए गढ़ा अनेक कष्ट हो मु बर्तमान आंडामान चाकरी करुँचा पानीपाग शुभ ना से चाहूँगी ये रखिले से भी शांति रे मोर मत चिंता रही। आपण तो चारिआडे बुलिले अंत्यवासी मानक भी देखिले आपन जदि भल लगुच बापा माँ को रखिबारे कौन असुविधा नहीं। मु तो सही भरोसा नहीं आसी आपणकर आश्रयर अनेक प्रशंसा शुणी एपरिक टीवी खबर कागज आश्रयर अनेक प्रशंसा देखी। ठीक अच्छे तेरे उभयों मत केते टଙ୍କା देवाई पड़ो एथिरे कौनसी बाध्यबाधकता नहीं कारण ये आश्रय संस्था जड़े एनआरआई आर्थिक सहायता चली तेरे जो माने पारंगम सक्षम से दौरान आम मत बिना द्विधारे ग्रहण करुचु। तेबे मु भी एककालीन किसी टंका देवी आ प्रति मास एक निर्दिष्ट परिमाणर टंका पठाइबी ताहले 2 दिन भीतर मुझे ये नहीं आसुची। ठीक अच्छे आज्ञा आपण आम उपर भरोसा रखु से एकदम निश्चिंत रहिबे ताहले मु आसुची आज्ञा। नमस्कार। अरे नीलू बाबू हठात एत दिन पर जाहू आमको मन पकेले हुए तो व्यस्त बहुल जीवन भितर समय बाहर कर पार नथिबे बापा को देखा करेंगे तो से बाहर पेपर पढ़ुवे चलतु सेठी आम देखा करदबा। बाबा अरे तू केते बड़े आस बस आउ बो केमती अच्छी बो देहपा भल अच्छी तो दिनू एक्समास आसला घर को मुठू को आसला बेलू 14 जन थे एबे को 40 जन हो गए। हाँ 18 जन भाई आउ 22 जन अरे हाँ हाँ आउ जड़े थे सान पु आसी एबे नहीं गए
ହଠାତ୍ କେମିତି ତୋର ମୋ କଥା ମନେ ପଡ଼ିଲା କହିଲୁ? ବାବା କହିବାକୁ ଲାଜ, ନ କହିବି ରହି ହଉନି। ମୋ ଚାକିରିରେ ତ ଦରମା କମ୍, ପେନସନ୍ ବି ନାହିଁ। ତୁମ ପେନସନ୍ ଟଙ୍କାରେ ତୁମେ ତ ଏଇଠି ଭଲରେ ଚଳି ଯାଉଛ। ମାଆଙ୍କ ପରେ ଗାଁରେ ତୁମେ ଏକୁଟିଆ ହେବାରୁ ତୁମକୁ ଭୁବନେଶ୍ୱର ନେଇଯାଇଥିଲି, ହେଲେ ସେଠି ତ ତୁମେ ରହିପାରିଲ। ବାରେ ତୋ ଫ୍ଲାଟ୍ର 6 ମହଲା ଉପର ଘରେ ମୋତେ ଭାରି ଅଣନିଶ୍ୱାସୀ ଲାଗେ। ଦେଖିଲୁ ତୁ ଏ ଆକାଶ, ଏ ଗଛଲତା, ଏ ପକ୍ଷୀ ଭାରି ଭଲ ଲାଗୁଛି। ଏଠି ମୋ ଦିନ ଗୁଡ଼ାକ ଭାରି ଭଲରେ କଟୁଛି। ଏଠି ଭଲରେ ଅଛ ତ? ଏଠି ସମସ୍ତେ ବନ୍ଧୁବାନ୍ଧବ, ସମସ୍ତେ ଆପଣା। ମୁଁ ବେଶ ଭଲରେ ଅଛି। ଛାଡ଼, ହଠାତ୍ ତୁ କାହିଁକି ଆସିଲୁ କିଛି କହିଲୁନି ଯେ? କିଛି ଅସୁବିଧା ହେଇନି ତ? ନାଇଁ ବାବା, ସେମିତି କହିଲେ ତ ବିଶେଷ କିଛି ଅସୁବିଧା ନାହିଁ, କିନ୍ତୁ ପୁଅ ଯେଉଁ ପୁନାରେ ଚାକିରି କରୁଛି ସେଠି ଭଡ଼ା ଘର ଭାରି ମହଙ୍ଗା, ପୁଣି ଭଡ଼ାଦାରର ଅନେକ ନିୟମ କାନୁନ। ତେଣୁ ବିନୁ ନିଜର ଗୋଟେ ଫ୍ଲାଟ୍ କିଣିବା ପାଇଁ ଚାହୁଁଛି। ସେ କ'ଣ ସବୁଦିନ ପାଇଁ ସେଇଠି ରହିବ? ଲାଗୁଛି ତ ସେଇଆ, ସେଇଥିପାଇଁ ତୁମ ପାଖକୁ ଆସେ। ବାପା, ମୋ ପେନ୍ସନ୍ ଟଙ୍କାରେ ଅଧା ତ ଏଠି ଦେଉଛି, ଆଉ ଅଧା ମୋର ପାସବୁକ୍ରେ ଡିପୋଜିଟ୍ ହେଉଛି। ସବୁ ମିଶିଲେ ପ୍ରାୟ 4-5 ଲକ୍ଷ ଟଙ୍କା ହେବ। ମୁଁ ସେ କଥା କହୁନି ବାବା, ଗାଁରେ ଯେଉଁ ଜମିବାଡ଼ି ଆମର ଅଛି ସେ ତ ବେକାର ହେଇକି ପଡ଼ିଛି। ତାକୁ ବିକ୍ରି କଲେ ଭଲ 2 ପଇସା ହୁଅନ୍ତା। ଗାଁ ଦେଇକି ଯେଉଁ ନ୍ୟାସନାଲ୍ ହାଇୱେ କାମ ହେଉଛି, ଜମିବାଡ଼ିର ରେଟ୍ 10 ଗୁଣ ହେଇଗଲାଣି। ତାପରେ ମୁଁ ଭାବୁଛି ମୋ ଫ୍ଲାଟ୍ଟା ମଧ୍ୟ ବିକ୍ରି କରିକି ଛୋଟିଆ ଭଡ଼ା ଘରଟିଏ ନେଇକି ରହିବି। ତୋତେ ଯାହା ଭଲ ଲାଗୁଛି କହ। ତୋ ଭବିଷ୍ୟତ ଚିନ୍ତା ତୋର। ଗାଁର ସମ୍ପତ୍ତି ମୋର କିଛି କାମରେ ଆସିବ, ସେସବୁ ତୋର। ତୁ ତାକୁ ବିକ୍ରି କରିଦେଲେ ମୋର କିଛି ଆପତ୍ତି ନାହିଁ। ପୂର୍ବପୁରୁଷଙ୍କ ଭିଟା ମାଟି ବିକିବାକୁ ମୋତେ ବି ଖରାପ ଲାଗୁଛି ବାବା, ହେଲେ ତୁମେ ତୁମ ପୁଅ ପାଇଁ ଯେଉଁ ତ୍ୟାଗ କରିଛ, ମୁଁ ବି ମୋ ପୁଅ ପାଇଁ ସେମିତି ତ୍ୟାଗ କରିବାକୁ ଚାହେଁ। ରହିଲା ଆମ ଭବିଷ୍ୟତ କଥା, ସେଟା ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ଠିକ୍ ଅଛି, ଗାଁ ଜମିବାଡ଼ି ସବୁ ବିକ୍ରି କରିଲେ, ପୁଅକୁ ପଇସା ଦେ। ହେଲେ ଗୋଟେ କାମ କରିବି, ଏଠି ଆମର 2ଟି ହଲ୍ ଅଛି, ଗୋଟେ ଭାଇ ଆଉ ଗୋଟେ ପୁଅ। ପ୍ରତି ହଲ୍ରେ 2ଟି କରି ମୋଟ 4ଟି ଫ୍ୟାନ୍ ଅଛି। ସବୁ ସମ୍ପତ୍ତି ବିକ୍ରି କରିସାରିଲା ପରେ 2ଟି AC ଆମ ଆଶ୍ରୟକୁ ଦାନ କରିବି। କାହିଁକି ବାବା, ଫ୍ୟାନ୍ର କ'ଣ ହଉନି? ଏଠି ତ ବେଶ ଗଛ ପତ୍ର, ସୁନ୍ଦର ଶୀତଳ ପବନ ଅଛି, ଗରମ ତ ପ୍ରାୟ ଲାଗୁନଥିବ। ଆମକୁ ସିନା ଲାଗୁନି, କିନ୍ତୁ ଆମେ ବାହୁଡ଼ି ଗଲା ପରେ ଯେଉଁମାନେ ଆସିବେ ସେମାନଙ୍କୁ ଲାଗିବ। ସେମାନେ AC କୁଲର ସହିତ ଅଭ୍ୟସ୍ତ। ମୁଁ ସେଇମାନଙ୍କ ଲାଗି କହୁଛି। ହଁ, ଆଉ ତୋ ଚାକିରି କେତେ ବର୍ଷ ରହିଲା? 3 ବର୍ଷ। ଗାଁର ଜମିବାଡ଼ି ବିକ୍ରି କର, ତୋ ନିଜ ଫ୍ଲାଟ୍ ବିକ୍ରି କରି ପୁଅକୁ ଫ୍ଲାଟ୍ କିଣିବା ଲାଗି ପଇସା ଦେ। ତୋ ଚାକିରିରେ ପେନ୍ସନ୍ ନାହିଁ ବୋଲି କହୁଛୁ, ସେମିତି କିଛି ସଞ୍ଚୟ କରିନୁ ବୋଲି କହୁଛୁ। ତୁମ ଦୁହିଁଙ୍କର ବୟସ ଗଡ଼ିଗଲା ପରେ ତୁମେ ରହିବ କେଉଁଠି? ତୁମମାନଙ୍କର ସେବା କରିବ କିଏ? ସେତେବେଳେ ଏଇ ଆଶ୍ରୟ ତୁମକୁ ଆଶ୍ରା ଦେବ, ଆଉ ସେତେବେଳେ ସେ AC ତୁମମାନଙ୍କ କାମରେ ଆସିବ।